ଆମେ ଏବେ ରେଡ଼ି ହେଇକି ବାହାରି ଯାଇଥିଲୁ ଶାଢ଼ୀ କିଣିବାକୁ। ଘରେ ଗୋଟେ ମ୍ୟାରେଜ୍ ଫଙ୍କସନ୍ ଚାଲିଥିବା ଆଉ ସେ ସମୟର ମାହୋଲ ତ ପୁରା ଅଲଗା। ଆମେ ଆଗ ଆସିକି ଫାଷ୍ଟ ନାନାର ହଳଦୀ ପାଇଁ ଶାଢ଼ୀ ବାଛିଦେଲୁ, ତାପରେ ମୋ ମାମା ପାଇଁ ଶାଢ଼ୀ ଚଏସ୍ ହେଲା। ଫାଇନାଲି ଏତେ ଶାଢ଼ୀ ଦେଖିଲା ପରେ ମୋ ମାମାର ଗୋଟେ ଶାଢ଼ୀ ଚଏସ୍ ହେଲା। ମୁଁ ଚାହିଁଛି ଆଉ ମୋ ପାଇଁ ଗୋଟେ ଡ୍ରେସ୍ ନ ଆଣିବି ସେଇଟା ହେବନି। ସନ୍ଧ୍ୟା ହେଇଗଲା ବୋଲି ବାବୁ ଆଉ ମୁଁ ଆଗରେ ଆସିଲୁ ଭାରି। ଘରେ ଆସି ଦେଖିଲା ବେଳକୁ ମୋ ମାଆ ଗୋଟେ ସୁନ୍ଦର ଝୋଟି ପକେଇ ଦେଇଥିଲା ଘର ଆଗରେ। ମୁଁ ଏଠି ଆମ ପୁଅ ପାଇଁ ଗୋଟେ ଡ୍ରେସ୍ ଆଣିଥିଲି। ଆଡ଼େ କ୍ୟାମେରା ଟିକେ କ'ଣ ବୁଲେଇଥିଲି ମୋତେ ବାଡ଼ଉଛି। ମ୍ୟାଡ଼ାମ୍ ସବୁବେଳେ ମୋ ହାଇଟ୍ ମାପିଲେ। रुको जरा सबर करो। ମୁଁ କ'ଣ ଛାଡ଼ିଯାନ୍ତୁ, ମୁଁ ବି ହିଲ୍ ପିନ୍ଧିକି ତା ହାଇଟ୍ ରହିଗଲି। ମୁଁ ବୁଝିପାରେନି ବଡ଼ମାନେ ସବୁବେଳେ କାହିଁ ଗେଡ଼ା ହୁଅନ୍ତି, ସାନମାନେ କାହିଁ ଡେଙ୍ଗା ହୁଅନ୍ତି। ମୁଁ ତ ଗେଡ଼ା ବୋଲି ସବୁବେଳେ ମୋତେ ଛୋଟ ପିଲା କହିଲା। ଏଇ ଫୁଲେ ଏଇ ହଷ୍ଟେଲରୁ ଆଇଛି ବୋଲି ଫାଷ୍ଟ କଲ୍ଟା ମୋତେ ଲଗେଇ ଦେଇଛି। ଆଉ ମାମା ଏଠି ନାନାଙ୍କ ପାଇଁ ସବୁ ଟ୍ରେସନାରୀ ଜିନିଷ କିଣିକି ଆଣିଥିଲା ହାରି। ଭଉଣୀର ରୋଷେଇ ଘରେ ହଠାତ୍ ପାଦ ଦେବାର ରହସ୍ୟ ହେଉଛି କାରଣ ଭାଇ ଆସିବେ ବୋଲି ଚିକେନ୍ ହେଇଥିଲା। ଆଜି ମୋ ନାନାର ଯାଇବରି ଅନୁକୂଳ ଥିଲା, ସେଥିପାଇଁ ବାହାଘରର ପ୍ରଥମ କାର୍ଡ଼ ଆସିଲା ଆମ ଘରକୁ।